अखण्डमण्डलाकारं व्याप्तजेन चराचरं तत्पदं दर्शितं येन तस्मै श्रीगुरवे नमः। श्रीमद्भागवत महापुराण नवम स्कंध सप्तम अध्याय। मान्धाता वंशर वर्णन पुरुकुशर उपाख्यान हरिश्चंद्रर जे चरित सप्तम अध्याये वर्णित। श्रीशुक उवाच एबे हो शृणोतु नरेश मान्धाता पुत्र अम्बरीश पितामहଙ୍କୁ सेवा कला से फळे सुपुत्र लभिला तासुत यौवनाश होई पाळई सप्तदीपामही हारित ताहार कुमार मान्धाता वंशे से प्रवर नागेन्द्र वाक्ये नागजुथे गंधर्व बल कुहारन्ते से नागे आसी रात्र काले पुरुकुशकु घेनी गले सकल भातृगण थाई नर्मदा कन्या ताकु देई पातालपुरे घेनी गले गंधर्व बळे बुझाइले से पुणी विष्णु तेजे बळी गंधर्व बळ नाश करी मिली सकल नाग बळे संतोषे बर ताकु देले जे प्राणी शयनर काळे नर्मदा नाम तिनि बेळे रात्र दिवस संध्या स्मरे सर्प भयरु से निस्तरे एबे हो पुरुकुश वंशे कहिबा शुण तो विश्वासे सर्व संपद गुण ग्राम तासुत त्रसदस्यु नाम त्रसदस्युर अनरण्य हर्जस ताहार नंदन तासुत अटई अरुण अरुण पुत्र त्रिबंधन तारतनय सत्यव्रत त्रिशंकु नामे जे विदित पितार साप सेहु घेनी लभिला चंडाळर जोनी वशिष्ठ साप महाघोर कौशिक तेजे होई पार शरीर घेनी स्वर्गे गला उत्तर आकाशे बसिला जगते रहिला ता जस अद्यापि रात्रे हुए दृश्य देवे ताहाकु कोप कले भूमि रे पड़तु बोइले तक्षणे अधमुख होई पड़न्ते कौशिक चाही स्तंभन कले वेद मंत्रे पुणी बसिला निज जंत्रे ताहार सुत हरिश्चंद्र शपथ दीपे से नरेन्द्र ताहार अर्थे अन्य अन्नी वशिष्ठ विश्वामित्र बेनी बहु बरस युद्ध कले पक्षीक प्राय रूप हेले से पुणी अपुत्रिक होई नारद मुनि की अणाई संतति अर्थे प्रश्न कला विकले त्रिशंकुर बळा नारद मुनि ता प्रस्तावे कहिले आत्मा प्रिय भावे तु जाई वरुण चरणे विश्वासे पसता शरणे से तोते प्रसन्न होइले संतति लभिबु तु भले एमंते नारद वचने मिलिला वरुण भुवने संतति अर्थे जणाइला तो से वरुण वर देला पुरुष में
ବିଧି ଯଜ୍ଞ କର। ତା ଶୁଣି ବୋଲେ ନୃପବର। ମନୁଷ୍ୟ ପଶୁ ଭିଆଇଲେ ଯଜ୍ଞ ମୁଁ କରିବଇ ଭଲେ। ତାର ବଚନେ ତୁଷ୍ଟ ହେଲେ ବରୁଣ ତୋଷେ ବର ଦେଲେ। ବରୁଣ ବରେ ପୁତ୍ର ଜାତ ନାମ ତା ହୋଇଲା ରୋହିତ। ଦେଖିଣ ପୁତ୍ରର ଜନମ ରାଜାଙ୍କୁ କହନ୍ତି ବରୁଣ। ହେ ନୃପ ମୋର ଯଜ୍ଞ କର ଏବେ ତ ହୋଇଲା କୁମର। ବରୁଣ ବାକ୍ୟ ଶୁଣି କର୍ଣ୍ଣେ ବିଚାରେ ହରିଶ୍ଚନ୍ଦ୍ର ମନେ। ଏ ପୁତ୍ର ପବିତ୍ର ଶିଶୁ ଜାଗେ କି ରୂପେ ହେବ ପଶୁ। ଏହା ବିଚାରି ନରପତି ବରୁଣେ କରଇ ବିନତି। ଶୁଣିବା ହେଉ ପାଶହସ୍ତ ଏ ପୁତ୍ର ମୋର ଅପବିତ୍ର। ନିର୍ଧନ୍ତ ପଶୁ ଅସଂସ୍କାର ଦନ୍ତ ନିର୍ଗମ ନାହିଁ ତାର। ଦନ୍ତ ନଥିଲେ ଯଜ୍ଞ କାହିଁ ଏମନ୍ତେ ଦିନା କେତେ ରହି। ତୁଣ୍ଡେ ଜନ୍ମିଲା ତାର ଦନ୍ତ ରାଜାକୁ ବୋଲେ ପାଶହସ୍ତ। ଦନ୍ତ ହୋଇଲା ତ କୁମର ତା ମାଂସେ ମୋର ଯଜ୍ଞ କର। ବରୁଣ ମୁଖୁ ଏହା ଶୁଣି ସେ ହରିଶ୍ଚନ୍ଦ୍ର ମନେ ଗୁଣି। ଦନ୍ତ ସମ୍ପୂର୍ଣ୍ଣେ ପଶୁ ସୂଚି ବରୁଣ ତାହା ଦେଖି ଘୁଞ୍ଚି। ପୁଣି କେତେ ଦିନ ଗଲା ସମ୍ପୂର୍ଣ୍ଣେ ଦନ୍ତ ଉପୁଜିଲା। ଏବେ କି ବିଳମ୍ବ ତୋହର ବରୁଣ ବୋଲେ ଯଜ୍ଞ କର। ବରୁଣେ ଚାହିଁ ରାଜା କହେ ପ୍ରଥମ ଦନ୍ତ ଶୁଦ୍ଧ ନହେ। ଏ ଦନ୍ତ ପଡ଼ି ଯେବେ ଉଠେ ତେବେ ସେ ଯଜ୍ଞ ପଶୁ ଘଟେ। ଏମନ୍ତେ କିଛି କାଳ ଅନ୍ତେ ତୁଣ୍ଡୁ ପଡ଼ିଲେ ସର୍ବଦନ୍ତେ। ପୁଣି ଉଠିଲେ ଏକ ତୁଲେ ବରୁଣ ରାଜା ଚାହିଁ ବୋଲେ। ଦନ୍ତ ହୋଇଲା ପୁନର୍ବାର ଭୋ ରାଜା ଏବେ ଯଜ୍ଞ କର। ତା ଶୁଣି ବୋଲେ ନୃପମଣି ଏ ନୋହେ କୁଳ ଧର୍ମ ବାଣୀ। କ୍ଷତ୍ରିୟ ବଂଶେ ହୋଇ ଜାତ ଯାବତ ନୋହେ ସମରଥ। ତାବତ ମାଂସ ଶୁଦ୍ଧ ନୋହେ ଏମନ୍ତ ବୋଲେ ପୁତ୍ର ସ୍ନେହେ। ବରୁଣ ତାର ବାକ୍ୟ ମାନି କିଛି ନ କହି ହେଲେ ତୁନି। ଯହୁଁ ସେ କାଳ ବଞ୍ଚାଇଲା ତା ଜାଣି ପୁତ୍ର ଭୟ କଲା। ସେ ପ୍ରାଣ ରକ୍ଷା ଅର୍ଥେ ଭାଳେ ଏମନ୍ତେ ସରସ୍ୱତୀ କୂଳେ। ନାରାଜ ଧନୁ ଘେନି ହସ୍ତେ ପଶିଲା ଗହନ ବନସ୍ତେ। ବନେ ବୁଲନ୍ତେ ଧର୍ମ ଗୁଣି ଶୁଣିଲା ଅନ୍ତରିକ୍ଷ ବାଣୀ। ବରୁଣ ପିତା ବନ୍ଦୀ କଲା ଯାବତ ଯଜ୍ଞ ନ ପାଇଲା। ତେଣୁ ଉଦରେ ରୋଗ ଜାତ ବରୁଣ ପାଶେ ହୋଇ ଗ୍ରସ୍ତ। ଶୁଣି ରୋହିତ ଶୋକାକୁଳେ ଗ୍ରାମକୁ ଆସିବାର ବେଳେ। ଇନ୍ଦ୍ର ମିଳିଲା ଆସି ପଥେ ବୋଲଇ ରୋହିତ ଅଗ୍ରତେ। ଯଜ୍ଞ ନ କଲା ତୋର ତାତ କୋପେ ବରୁଣ କଲା ଗ୍ରସ୍ତ। ତୋତେ ଗ୍ରାସିବ କୋପ ବହି ଏବେ ଅରଣ୍ୟେ ଥାଅ ତୁହି। ଧର୍ମକୁ ଯେବେ ତୋର ମନ ଧରଣୀ କର ପର୍ଯ୍ୟଟନ। ଅନେକ ପୁଣ୍ୟ ତୀର୍ଥ କର
ଧର୍ମେ ବିଶ୍ୱାସ ଯେବେ ତୋର। ଏମନ୍ତେ ଇନ୍ଦ୍ରର ବଚନେ ରୋହିତ ତୀର୍ଥ କରେ ବନେ। ପୁଣି ଗ୍ରାମକୁ ଇଚ୍ଛା କରେ ଆସନ୍ତେ ଇନ୍ଦ୍ର ତା ନିବାରେ। ଏକ ଦ୍ୱିତୀୟ ତ୍ରିଚତୁର୍ଥେ ପଞ୍ଚମ ବର୍ଷେ ତାକୁ ପଥେ। ବୃଦ୍ଧ ବ୍ରାହ୍ମଣ ରୂପ ଧରି ଗ୍ରାମ ଗମନେ ବିଘ୍ନ କରି। ଷଡ଼ବରଷ ବନେ ଥିଲା ଅନେକ ତୀର୍ଥ ସେ ଭ୍ରମିଲା। ସପ୍ତବରଷେ ନିଜ ଗ୍ରାମେ ମିଳିଲା ଯାଇ ତୀର୍ଥାଶ୍ରମେ। ଶୁଣିଲା ଅଜିଗର୍ତ୍ତ ମୁନି ବିକିବା ଅର୍ଥେ ପୁତ୍ର ତିନି। ତାହାଙ୍କ ପାଶେ ସେ ମିଳିଲା ମଧ୍ୟମ ପୁତ୍ରକୁ କିଣିଲା। ସେ ପୁତ୍ର ସୁନ ସେଫ ନାମ ସକଳ ଗୁଣେ ଗୁଣଧାମ। ପିତାର ଅଗ୍ରେ ନେଇ ଦେଲା ତା ଦେଖି ବରୁଣ ଛାଡ଼ିଲା। ସେ ହରିଶ୍ଚନ୍ଦ୍ର ଆସି ପୁରେ ଯଜ୍ଞ ଆରମ୍ଭିଲା ସମ୍ଭାରେ। ପୁରୁଷ ମେଧ ଯଜ୍ଞ ମତେ ବିଷ୍ଣୁଙ୍କୁ ପୂଜି ବେଦ ପଥେ। ଆଚାର୍ଯ୍ୟ ବିଶ୍ୱାମିତ୍ରେ ବରି ଅଧୂର୍ଯ୍ୟ ଯମଦଗ୍ନି କରି। ବଶିଷ୍ଠ ଯଜ୍ଞ ବ୍ରହ୍ମା ହେଲେ ଉଦ୍ଗାତା ଅୟାସ୍ୟ ହୋଇଲେ। ବରୁଣ ଅର୍ଥେ ଯଜ୍ଞ କଲା ସକଳ ଦେବଙ୍କୁ ତୋଷିଲା। ସନ୍ତୋଷ ହୋଇ ସୁରନାଥ ଦେଲା ସୁବର୍ଣ୍ଣମୟ ରଥ। ସୁନ ସେ ଫର କଥା ଯେତେ ପଛେ କହିବା ତ ଅଗ୍ରତେ। ଏମନ୍ତେ ମହାଯଜ୍ଞ ଅନ୍ତେ ଦକ୍ଷିଣା ଦେଲା ବିଧି ମତେ। ବିଶ୍ୱାମିତ୍ରଙ୍କୁ ଭୂମି ଦେଲା ସୁବର୍ଣ୍ଣ ରଥେ ବିଜେ କଲା। ରାଜାର ସତ୍ୟ ଗୁଣ ଚାହିଁ ସନ୍ତୋଷ ବିଶ୍ୱାମିତ୍ର ହୋଇ। ନିଶ୍ଚଳ ଗତି ଶୂନ୍ୟ ପଥେ ନିଜ ଜନଙ୍କୁ ଘେନି ସାଥେ। ଯେ ସ୍ଥାନେ ମନ ତାର ଧରେ ଇଚ୍ଛାରେ ଭ୍ରମଇ ଅମ୍ବରେ। ତାର ଭକତି ଭାବ ଘେନି ସନ୍ତୋଷେ ବିଶ୍ୱାମିତ୍ର ମୁନି। ପରମ ଜ୍ଞାନ ତାକୁ ଦେଲେ ଆକାଶେ ଥାଅ ତୁ ବୋଇଲେ। ଆକାଶେ ଥାଅ ଦେବ ପ୍ରାୟେ ଅନ୍ତେ ପଶିବୁ ବିଷ୍ଣୁ ଦେହେ। ନବମ ସ୍କନ୍ଧେ ହରି ବାଣୀ ଶୁଣି ସଂସାରୁ ତର ପ୍ରାଣୀ। ବୋଲଇ ବିପ୍ର ଜଗନ୍ନାଥ ଭାଷା ପ୍ରବନ୍ଧେ ଭାଗବତ। ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ନବମ ସ୍କନ୍ଧେ ହରିଶ୍ଚନ୍ଦ୍ର ଉପାଖ୍ୟାନମ୍ ନାମ ସପ୍ତମ ଅଧ୍ୟାୟ। ଅଷ୍ଟମ ଅଧ୍ୟାୟ। ରୋହିତ ବଂଶରେ ସଗର ଷଷ୍ଠୀ ସହସ୍ର ଯାକୁମର। କପିଳ ଶାପେ ହେଲେ ଦଗ୍ଧ ଅଷ୍ଟମ ଅଧ୍ୟାୟ ସମ୍ବାଦ। ଶ୍ରୀ ଶୁକ ଉବାଚ ରୋହିତ ସୁତ ଯେ ହରିତ ଚମ୍ପ ତାହାର ତହୁଁ ଜାତ। ଗ୍ରାମ ବସାଇ ନିଜ ନାମେ ରହିଲା ଚମ୍ପାପୁରୀ ଗ୍ରାମେ। ସୁଦେବ ତାର ସୁତ ହୋଏ ବିଜୟ ତାହାର ତନଏ। ଭରୁକ ତାହାର ସନ୍ତତି ବୃକ ତାହାର ପୁତ୍ର ହୁଅନ୍ତି। ବାହୁକ ତାହାର ନନ୍ଦନ ତା କଥା ଶୁଣ ହେ ରାଜନ। ଶତ୍ରୁ ପୀଡ଼ିତ ବୃଦ୍ଧ ପଣେ ଭୟେ ପଶିଲା ଘୋର ବନେ। ପତ୍ନୀ ସହିତେ ପଳାଇଲା ଔର୍ବଙ୍କ ଆଶ୍ରମେ ରହିଲା। ନମିଲା ମୁନିଙ୍କ ଚରଣେ
ବୃଦ୍ଧ ଶରୀରେ ଘୋର ବନେ ସ୍ୱଭାବେ ଛାଡ଼ିଲା ଜୀବନ ମୁନି ତା ଦେଖି ଦୁଃଖ ମନ ତାର କାମିନୀ ଶୋକ ମନେ ବସନ୍ତେ ଯାଇ ହୁତାସନେ ମୁନି ଜାଣିଲେ ତାର ଭାବ ଉଦରେ 5 ମାସ ଗର୍ଭ ବୋଇଲେ ଅନଳେ ନ ପଶ ହୋଇବ ଏ ରାଜାର ବଂଶ ମୁନି ବଚନେ ସେ ଅବଳା ଅନଳ କୁଣ୍ଡେ ନ ପଶିଲା ଶୁଣ ରାଜନ ମନ ଦେଇ ତା ଗର୍ଭ କଥା ତୋତେ କହି ସେ ଗର୍ଭ ସଞ୍ଚରଣ କାଳେ ସପତ୍ନୀ 5 7 ମେଳେ ଗରଳ ଦେଲେ ଅନ୍ନ ସଙ୍ଗେ ବିଷ ନ ଲାଗେ ତାର ଅଙ୍ଗେ ଗର୍ଭ ରଖିଲେ ଜଗନ୍ନାଥ ଏବେ ହୋ ଶୁଣ ପରୀକ୍ଷିତ ସେ ଗର୍ଭ ପ୍ରସବର କାଳେ ମୁନି ସକଳେ କୁତୁହଳେ ବୋଲନ୍ତି ଗରଳ ସଙ୍ଗତେ ଜନ୍ମ ଲଭିଲା ଏ ଯୁକତେ ଗରଳ ସଙ୍ଗେ ଜନ୍ମ ଯେଣୁ ସଗର ନାମ ହେଉ ତେଣୁ ଏମନ୍ତେ ମୁନିଙ୍କ ସମତେ ସଗର ରାଜା ଦିନା କେତେ ଦିନକୁ ଦିନ ଅତି ତେଜା ହୋଇଲା ଚକ୍ରବର୍ତ୍ତୀ ରାଜା ତାର ତନୁ ଯେ ବାହୁବଳେ ସାଗର କଲେ ମହିତଳେ ପିତା ଶତ୍ରୁକୁ ଯୁଧେ ଜିଣି ସ୍ୱଗୃହେ ବନ୍ଦୀ କଲେ ଆଣି ଯେତେ ତାହାର ରିପୁ ଗ୍ରାମ ଶୁଣ ହୋ ତାହାଙ୍କର ନାମ ଯବନ ତାଳ ଜଙ୍ଘ ଶକ ହୟ ହୟ ବର୍ବର ଯେତେକ ଗୁରୁଙ୍କ ବାକେ ନ ମାଇଲା ଶୁଣ ଯାହାକୁ ଯାହା କଲା ମୁଣ୍ଡିତ କେଶ କାର କରି କାହାକୁ କଲା ସୁଷ୍ମଧାରୀ କାହାର କଲା ମୁକ୍ତ କେଶ ଅର୍ଦ୍ଧମୁଣ୍ଡିତ କାର କେଶ କେତେକ ଅନ୍ତର୍ବାସହୀନ ଅପରେ ବହିର୍ବାସ ଶୂନ୍ୟ କାହାର ବସନ ଉତାରି ବିକୃତ ବେଶ ତାଙ୍କୁ କରି ଏମନ୍ତ କରି ହୀନ ବେଶ ଛାଡ଼ି ନ ଦେଲା ତାଙ୍କୁ ଦେଶ ସେ ପୁଣି ସଞ୍ଚି ନାନା ବିଧି କଳ୍ପିଲା ସତେ ଅଶ୍ୱମେଧି ଅର୍ବ ମୁନିଙ୍କି ହତା କରି ଯଜ୍ଞେ ପୂଜିଲା ନର ହରି ଉତ୍ତମ ଅଶ୍ୱ ପଶୁ କଲା ସେ ଅଶ୍ୱ ଇନ୍ଦ୍ର ଚୋରାଇଲା 60 ସହସ୍ର କୁମର ତାଙ୍କୁ ଡରଇ ସୁନା ଶିର କଳ୍ପଇ ମରିବେ କେମନ୍ତେ ଏମନ୍ତ ଭାଳି ସେ ଗୁପତେ କପିଳ ମୁନି ପାଦ ତଳେ ଅଶ୍ୱ ବାନ୍ଧିଲା ରାତ୍ର କାଳେ ଅଶ୍ୱ ନ ଦେଖି ଯଜ୍ଞ ଦ୍ୱାରେ ସକଳେ ପଶିଲେ ବିବରେ ସୁମତି ଗର୍ଭେ ଯେତେ ସୁତ ବଳରେ ଅଟନ୍ତି ଦର୍ପିଷ୍ଟ ସେ ପୁଣି ପିତାଙ୍କ ଆଦେଶେ ଅଶ୍ୱ ଖୋଜନ୍ତି 10 ଦିଶେ ଖୋଳନ୍ତି ନଖେ ମହି ଖଣ୍ଡ ଭକ୍ଷନ୍ତି ବିସ୍ତାରିଣ ତୁଣ୍ଡ ଉତ୍ତର ଦିଗେ ଖୋଳି ଗଲେ କପିଳ ଆଶ୍ରମେ ମିଳିଲେ ଦେଖିଲେ ମୁନିଙ୍କ ଆଶ୍ରମେ ସେ ଅଶ୍ୱ ଅଛଇ ବନ୍ଧନେ କପିଳ ମୁନି ମୁଖ ଚାହିଁ ବୋଲନ୍ତି ଅଶ୍ୱ ଚୋର ଏଇ ଏହାକୁ ରଖି ନ ଯୋଗାଇ ଏମନ୍ତ ଉଚ୍ଚ ବାଚ ହୋଇ ବୋଲନ୍ତି ଖଡ଼ଗ ଉଞ୍ଚାଇ ଏହାର ଶିର ଛେଦ ନେଇ
ଆମ୍ଭଙ୍କୁ ଦେଖି ଚକ୍ଷୁ ବୁଝେ, ଆତ୍ମାକୁ ଦମ୍ଭ ପ୍ରାୟ ବୁଝେ। ହେମନ୍ତ ଘୋର ନାଦ କରି, ଧାଇଁଲେ କରେ ଶସ୍ତ୍ର ଧରି। ଭୂମିକମ୍ପଇ ତାଙ୍କ ପାଦେ, ଧ୍ୟାନ ଭାଙ୍ଗିଲା ଘୋର ନାଦେ। ଚାହାନ୍ତେ ଉନ୍ମୀଳ ଲୋଚନେ, ଅନଳ ଉଠିଲା ନୟନେ। ମହତ ଅତିକ୍ରମ ଦୋଷେ, ନୟନ ଅଗ୍ନି ମହାରୋଷେ। ଦେଖନ୍ତି ସ୍ୱର୍ଗେ ଦେବଗଣେ, ଭସ୍ମ ହୋଇଲେ ତତକ୍ଷଣେ। 60 ସହସ୍ର ଏକାଥରେ, ମରିଲେ ସଗର କୁମରେ। କେଶିନୀ ଗର୍ଭେ ଏକ ସୁତ, ଅସମଞ୍ଜସ ନାମେ ଖ୍ୟାତ। ତାର କୁମର ଅଂଶୁମାନ, ସକଳ ଗୁଣେ ଗୁଣଧାମ। ସେଥାଇ ପିତାମହ ହିତେ, ମନ ବଚନ କାଏ ନିତ୍ୟେ। ଅସମଞ୍ଜସ ଯାର ନାମ, କରେ ନିନ୍ଦିତ ଆଚରଣ। ସେ ପୂର୍ବ ଜନ୍ମେ ଯୋଗୀ ଥିଲା, ସଙ୍ଗ ଦୋଷରୁ ଭ୍ରଷ୍ଟ ହେଲା। ଏଣୁ ନିନ୍ଦିତ କର୍ମ କରେ, ଜ୍ଞାତିଙ୍କ ଅପ୍ରିୟ ଆଚରେ। ଅସମଞ୍ଜସ ନାମ ଯେଣୁ, ଲୋକଙ୍କୁ ହିଂସା କରେ ତେଣୁ। ଯୋଗ ବଳରୁ ଜାତି ସ୍ମର, ଏ ଜନ୍ମେ ଅଛଇ ତାହାର। ତେଣୁ ସେ ସଙ୍ଗ ପରିହରି, ଲୋକେ ନିନ୍ଦିତ କର୍ମ କରି। ଶିଶୁମାନଙ୍କୁ ଧରି ବଳେ, ପକାଏ ସରଜୁର ଜଳେ। ଦେଖି ତାହାର ମନ୍ଦପଣ, ଅଯୋଧ୍ୟାବାସୀ ପ୍ରଜାଗଣ। ସଗରେ ଜଣାଇଲେ ଯାଇ, ଅତି ଦୁଃଖିତ ରାଜା ହୋଇ। ସଗର ହୋଇଣ ଦୁଃଖିତ, ପୁତ୍ର ସ୍ନେହକୁ କଲା ତ୍ୟକ୍ତ। ଘରୁ ବାହାର କରିଦେଲା, ଯେଣୁ ସେ ପ୍ରଜାଙ୍କୁ ପୀଡ଼ିଲା। ସେ ପୁଣି ଯୋଗ ବଳ କଲା, ମୃତ ବାଳକ ମାନ ଦେଲା। ବାଳକ ପାଇ ତୋଷ ମନେ, ଅଯୋଧ୍ୟାବାସୀ ପ୍ରଜା ଜନେ। ବିସ୍ମିତ ହୋଇଲେ ସକଳେ, ଅସମଞ୍ଜସ ଯୋଗ ବଳେ। ତାର ଅଭୂତ କର୍ମ ଦେଖି, ସଗର ହେଲା ମହାସୁଖୀ। ଏବେ ହୋ ଶୁଣ ନରନାଥ, ସେ ଅଂଶୁମାନର ଚରିତ। ସଗର ତାର ମୁଖ ଚାହିଁ, ବୋଇଲେ ଅଶ୍ଵାନ ଯାଇ। ହେମନ୍ତେ ପିତାମହ ବାକ୍ୟେ, ସେ ଅଂଶୁମାନ ଗଲା ଏକେ। ପିତୃବ୍ୟଖାତ ପଥେ ଗଲା, ପାତାଳେ ଅଶ୍ଵକୁ ଦେଖିଲା। ଦେଖିଲା କପିଳ ସମ୍ମୁଖେ, ବାନ୍ଧିଲା ଅଶ୍ଵ ଅଛି ସୁଖେ। କପିଳ ପାଦ ତଳେ ପଡ଼ି, ସେ ଅଂଶୁମାନ କର ଯୋଡ଼ି। ଅନେକ ସ୍ତୁତି ବାକ୍ୟ କଲା, ଚରଣ କମଳେ ପଡ଼ିଲା। ବୋଲଇ ଶିରେ କର ଦେଇ, ଭୋ ନାଥ କର ମୋତେ ତ୍ରାହି। ଶକ୍ର ବିରଞ୍ଚି ମହାଦେବ, ସେ କାହୁଁ ଜାଣିବେ ତୋ ଭାବ। ତୁ ଜ୍ଞାନ ଘନ ମୋହ ନାଶୁ, ସଂସାର ସ୍ରୋତେ ଯେ ପ୍ରକାଶୁ। ସନକ ଆଦି ମୁନି ଯେତେ, ବିଶେଷେ ଭାବନ୍ତି ସେ ତୋତେ। ତୋ ରୂପ ଜୀବ ମୋକ୍ଷ ଅର୍ଥେ, ମୁଁ ତୋତେ ଜାଣିବି କେମନ୍ତେ। ତୋ ମାୟା ଜୀବ ଜ୍ଞାନ ହରେ, ସଂସାରେ ଜନ୍ମ ମୃତ୍ୟୁ କରେ। ଜୀବକୁ ଜ୍ଞାନ ଦେବା ଅର୍ଥେ, ତୋହର ଜନ୍ମ ଏ ଜଗତେ। ଅବିଦ୍ୟା କର୍ମ ପଥେ ଜଡ଼େ,
তোমায়া গহন নিবিড়ে জীবন বন্ধন বিশ্বাসে দ্বারা তনয় গৃহ বাসে এণু তো চরণ কমলে তাচিত ন রহে নিশ্চଳେ আজটি নিস্তরিলি মুই ভনাଥ তো চରଣ চাহি শ্রী শুক উবাচ ଏମନ୍ତେ ତାର ସ୍ତୁତି ଶୁଣି ପ୍ରସନ୍ନ ଚିତ୍ତେ ମହାମୁନି ଅଂଶୁମାନର ମୁଖ ଚାହିଁ ବୋଲନ୍ତି ଅନୁଗ୍ରହ ବହି ଶ୍ରୀ ଭଗବାନ ଉବାଚ ହେ ପୁତ୍ର ଅଶ୍ୱଘେନି ଯାଅ ପିତାମହର ପାଶେ ଦିଅ ସେ ଅଶ୍ୱ ଯଜ୍ଞ ଶେଷ କରି ମୋହ ସଂସାରୁ ଜୀବ ତରି ଏ ଯେ ତୋହର ପିତୃକୁଳେ ଭସ୍ମ ହୋଇଲେ କୋପାନଳେ ଏହାଙ୍କ ମୋକ୍ଷ ଗଙ୍ଗା ଜଳେ ଅନ୍ୟଥା ନାହିଁ ଏ ଶୟଳେ ଏମନ୍ତେ କପିଳ ବଚନେ ସେ ଅଂଶୁମାନ ତୋଷ ମନେ ତକ୍ଷଣେ ଅଶ୍ୱକୁ ଆଣିଲେ ପିତାମହର ପାଶେ ଦେଲେ ସେ ଅଶ୍ୱ ମାଂସେ ଯଜ୍ଞ କରି ବିଷମ ସଙ୍କଟୁ ନିସ୍ତରି ଅଂଶୁମାନକୁ ରାଜ୍ୟ ଦେଇ କର୍ମବନ୍ଧନୁ ମୋକ୍ଷ ହୋଇ ଅର୍ବ-ବଚନେ ବନେ ଗଲା ଅନ୍ତେ ସେ ଗୋବିନ୍ଦ ପାଇଲା ବୋଲଇ ବିପ୍ର ଜଗନ୍ନାଥ ନବମ ସ୍କନ୍ଧେ ଭାଗବତ ସୃଜନେ ଶୁଣନ୍ତେ ଶ୍ରବଣେ ଏ ହରି ରସ ଅନୁଦିନେ ଅବିଦ୍ୟା ବନ୍ଧୁ ପାର ହୋଇ ଅନ୍ତେ ପାଇବ ଭାବଗ୍ରାହୀ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ନବମ ସ୍କନ୍ଧେ ସଗରୋପାଖ୍ୟାନ ନାମ ଅଷ୍ଟମ ଅଧ୍ୟାୟ। ଗୋବିନ୍ଦ ହରେ ଗୋପାଳ ହରେ নটনাগর কান্হা শ্যাম হরে গোবিন্দ হরে গোপাল হরে নটনাগর কান্হা শ্যাম হরে।